ଦୁଃଖର ଅନ୍ତ ଶ୍ରୀକୃଷ୍ଣଙ୍କ ବାଣୀ। ହେ ମଣିଷ ମନେ ରଖ, ଦୁଃଖ କେବେ ବି ସ୍ଥାୟୀ ନୁହେଁ। ଯେପରି ରାତି ପରେ ସୂର୍ଯ୍ୟୋଦୟ ହୁଏ, ସେହିପରି ପ୍ରତ୍ୟେକ ଦୁଃଖର ଏକ ଶେଷ ଅଛି। ଯଦି ଆଜି ତୁମ ଜୀବନରେ କଷ୍ଟ ଅଛି, ତେବେ ନିରାଶ ହୁଅନି, ଧୈର୍ଯ୍ୟ ଧର, ସତ୍ୟର ପଥରେ ଚାଲ, ନିଜ କର୍ତ୍ତବ୍ୟ ପାଳନ କର, ଫଳର ଚିନ୍ତା ମୋ ଉପରେ ଛାଡ଼ିଦିଅ। ବନ୍ଧୁଗଣ, ଆପଣ କେବେ ଏପରି ଅନୁଭବ କରିଛନ୍ତି କି ଜୀବନରେ ସବୁକିଛି ଥାଇ ମଧ୍ୟ ମନ ଭିତରେ କେବଳ ଦୁଃଖ ଓ ଅଶାନ୍ତି ରହିଛି? ଆପଣ ଭାବୁଛନ୍ତି କି ମୋ ସହିତ ହିଁ ଏମିତି କାହିଁକି ହେଉଛି? ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ଅଛି, ତେବେ ଆଜିର ଏହି ଶ୍ରୀକୃଷ୍ଣ ବାଣୀ ଆପଣଙ୍କ ପାଇଁ। ଶ୍ରୀକୃଷ୍ଣ କହିଛନ୍ତି, ଏ ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ମଣିଷ ସୁଖ ଓ ଦୁଃଖର ଅନୁଭବ କରିଥାଏ। କେହି ଏହିଠାରୁ ବାହାରେ ନୁହେଁ, କିନ୍ତୁ ଯିଏ ଦୁଃଖକୁ ବୁଝିପାରେ ସେ ଜୀବନରେ ସତ୍ୟକୁ ମଧ୍ୟ ବୁଝିପାରେ। ଦୁଃଖ ତୁମକୁ ଭାଙ୍ଗିବା ପାଇଁ ନୁହେଁ, ବରଂ ତୁମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆସେ। ସୁନାକୁ ଯେପରି ଅଗ୍ନିରେ ତତାଇ ଖାଣ୍ଟି କରାଯାଏ, ସେହିପରି ମଣିଷର ଚରିତ୍ର ମଧ୍ୟ କଷ୍ଟରେ ଗଢ଼ି ଉଠେ। ଆଜି ତୁମେ ଯେଉଁ କଷ୍ଟର ସମ୍ମୁଖୀନ ହେଉଛ, ହୁଏତ ଆସନ୍ତାକାଲି ସେହି କଷ୍ଟ ତୁମର ସବୁଠାରୁ ବଡ଼ ଶକ୍ତି ହେବ। ସେଥିପାଇଁ କେବେ ବି ନିଜ ଉପରୁ ବିଶ୍ୱାସ ହରାଉ ନାହିଁ। ଶ୍ରୀକୃଷ୍ଣ ଆମକୁ ଶିଖାନ୍ତି, ପରିସ୍ଥିତି ନୁହେଁ, ଆମର ଚିନ୍ତାଧାରା ଆମର ଜୀବନକୁ ନିର୍ଣ୍ଣୟ କରେ। ଯଦି ମନ ଦୃଢ଼ ଥାଏ, ତେବେ ବଡ଼ରୁ ବଡ଼ ବିପଦକୁ ମଧ୍ୟ ଜିତି ହେବ। ମନେ ରଖନ୍ତୁ, ରାତି ଯେତେ ଗମ୍ଭୀର ହୁଏ, ସୂର୍ଯ୍ୟୋଦୟ ସେତେ ନିକଟରେ ଥାଏ। ସେହିପରି ଜୀବନର ସବୁଠାରୁ କଠିନ ସମୟ ଅନେକ ସମୟର ଏକ ନୂଆ ଆରମ୍ଭର ସଂକେତ ହୋଇ ଦେଇଥାଏ। ତେଣୁ ଯଦି ଆଜି ତୁମ ଆଖିରେ ଲୁହ ଅଛି, ତାହାକୁ ଦୁର୍ବଳତା ବୋଲି ଭାବନି। ଏହା ତୁମର ସହନଶୀଳତାର ପ୍ରମାଣ। ଭଗବାନ ପ୍ରତ୍ୟେକ ଲୁହ ଦେଖୁଛନ୍ତି ଏବଂ ସଠିକ୍ ସମୟରେ ତାହାର ଫଳ ମଧ୍ୟ ନିର୍ଦ୍ଧାରିତ କରିବେ। ଏହି କାରଣରୁ ଶ୍ରୀକୃଷ୍ଣ କୁହନ୍ତି, କେବେ ବି ଧୈର୍ଯ୍ୟ ହରାଉ ନାହିଁ, ନିଜ କର୍ତ୍ତବ୍ୟ କର, ସତ୍ୟର ପଥରେ ଚାଲ ଏବଂ ବିଶ୍ୱାସ ରଖ। ଯେତେବେଳେ ସମୟ ବଦଳିବ, ତୁମର ଦୁଃଖ ମଧ୍ୟ ଶେଷ ହେବ ଏବଂ ତୁମେ ପଛକୁ ଫେରି ଦେଖିଥିବା ବେଳେ ବୁଝିପାରିବ, ଏହି କଷ୍ଟ ହିଁ ତୁମକୁ ଆଜିର ମଣିଷ କରିଛି। ତେଣୁ ଆଜିଠାରୁ ନିଜ ଜୀବନର ପ୍ରତ୍ୟେକ ସଂଘର୍ଷକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଗ୍ରହଣ କର, କାରଣ ଯେଉଁଠାରେ ବିଶ୍ୱାସ ଅଛି, ସେଠାରେ ନିରାଶର ସ୍ଥାନ ନାହିଁ। ଅନେକ ଲୋକ ଭଗବାନଙ୍କୁ ଗୋଟିଏ ପ୍ରଶ୍ନ କରନ୍ତି, ହେ ପ୍ରଭୁ, ମୁଁ କାହାର ଅନିଷ୍ଟ କରିନାହିଁ, ତଥାପି ମୋ ଜୀବନରେ ଏତେ ଦୁଃଖ କାହିଁକି? ଏହି ପ୍ରଶ୍ନର ଉତ୍ତର ଶ୍ରୀକୃଷ୍ଣ ଅତ୍ୟନ୍ତ ସରଳ ଭାବରେ ଦେଇଛନ୍ତି। ସେ କହିଛନ୍ତି, ଏ ସଂସାରରେ କିଛି ବି କାରଣ ବିନା ଘଟେ ନାହିଁ, କାରଣ କର୍ମର ଫଳ ଅଛି। ଯେପରି ଗୋଟିଏ ବୀଜ ବୁଣିଲେ ସମୟ ଆସିଲେ ଗଛ ହୁଏ, ସେହିପରି ଆମର କର୍ମ ମଧ୍ୟ ଗୋଟିଏ ଦିନ ଫଳ ଦେଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଯେଉଁ ବ୍ୟକ୍ତି ଦୁଃଖ ପାଉଛି ସେ ସବୁବେଳେ ଖରାପ ଲୋକ। କେବେ କେବେ ଦୁଃଖ ଆମକୁ ଭୁଲ ପଥରୁ ଫେରାଇବାକୁ ପାଇଁ ଆସେ। କେବେ ଏହା ଆମକୁ ନମ୍ର କରେ, ଆଉ କେବେ ଆମରି ଭିତରେ ଲୁଚିଥିବା ଶକ୍ତିକୁ ଜାଗ୍ରତ କରେ। ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ତୁମର ସବୁ ଆଶା ଭାଙ୍ଗିଯାଏ, ସେତେବେଳେ ମଧ୍ୟ ଆଶା ଛାଡ଼ନି, କାରଣ ଯେଉଁଠାରେ ମଣିଷର ଶକ୍ତି ଶେଷ ହୁଏ, ସେହିଠାରେ ଈଶ୍ୱରଙ୍କ କୃପା ଆରମ୍ଭ ହୁଏ। ଆମେ ପ୍ରାୟତଃ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରି ଦୁଃଖୀ ହୋଇଥାଉ। ଶ୍ରୀକୃଷ୍ଣ କହିଛନ୍ତି, ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା। ଅନ୍ୟର ସଫଳତାକୁ ଦେଖି ନିଜ ଜୀବନକୁ ଛୋଟ ଭାବନି। ତୁମର ସମୟ ମଧ୍ୟ ଆସିବ। ମନେ ରଖ, ଯେଉଁ ଗଛରେ ଅଧିକ ଫଳ ହୁଏ, ସେହି ଗଛଟା ହିଁ ଅଧିକ ପଥର ମରାଯାଏ। ସେହିପରି ଯେଉଁ ମଣିଷର ଭିଡ଼ରେ ବଡ଼ କିଛି କରିବାର କ୍ଷମତା ଥାଏ, ଜୀବନ ତାକୁ ମଧ୍ୟ ଅଧିକ ପରୀକ୍ଷା କରେ। ସେଥିପାଇଁ ଯେତେ ଦୁଃଖ ଆସେ, ନିଜକୁ ଦୋଷ ଦିଅନି, ନିଜ ମନକୁ ଶାନ୍ତ ରଖ, ଭଗବାନଙ୍କ ନାମ ସ୍ମରଣ କର, ଭଲ କାମ ଜାରି ରଖ, କାରଣ ଅନ୍ଧକାର କେବେ ସୂର୍ଯ୍ୟକୁ ସ୍ଥାୟୀ ଭାବରେ ଅଟକାଇ ପାରେ ନାହିଁ। ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ବ୍ୟକ୍ତି ଧୈର୍ଯ୍ୟ ହରାଇ ନାହିଁ, ସମୟ ତାର ପକ୍ଷରେ ବଦଳିଥାଏ। ତେଣୁ ଆଜିର କଷ୍ଟରୁ ଆସନ୍ତାକାଲିର ଶକ୍ତିରେ ପରିଣତ କର। କେବେ ଭାବନି ତୁମେ ଏକା ଅଛ। ଯେତେବେଳେ ତୁମେ ସତ୍ୟ, ଧର୍ମ ଓ ନ୍ୟାୟର ପଥରେ ଚାଲୁଛ, ଶ୍ରୀକୃଷ୍ଣ ତମ ସହିତ ଅଛନ୍ତି। ହୁଏତ ତୁମେ ତାଙ୍କୁ ଦେଖିପାରୁନାହଁ, କିନ୍ତୁ ସେ ତୁମର ପ୍ରତ୍ୟେକ ପଦକ୍ଷେପକୁ ଦେଖୁଛନ୍ତି ଏବଂ ସଠିକ୍ ସମୟରେ ସଠିକ୍ ପଥ ଦେଖାଇବେ। ତେଣୁ ବିଶ୍ୱାସ ରଖ, ଦୁଃଖ ସ୍ଥାୟୀ ନୁହେଁ, ଈଶ୍ୱରଙ୍କ କୃପା
ଓ ନିଜର ସକର୍ମ ଏକ ଦିନ ତୁମେ ନିଶ୍ଚୟ ଜୀବନକୁ ଆଲୋକିତ କରିବ। ବନ୍ଧୁଗଣ, ଏବେ ପ୍ରଶ୍ନ ହେଉଛି, ଯେତେବେଳେ ଜୀବନର ଦୁଃଖ ଆସେ ସେତେବେଳେ କ'ଣ କରିବା ଉଚିତ? ଶ୍ରୀକୃଷ୍ଣ ଏହାର ଉତ୍ତରରେ କିଛି ଅମୂଲ୍ୟ ଉପଦେଶ ଦେଇଛନ୍ତି, ଯାହା ଆଜି ମଧ୍ୟ ସମାନ ଭାବରେ ପ୍ରାସଙ୍ଗିକ। ପ୍ରଥମ ଉପଦେଶ, ମନକୁ ନିୟନ୍ତ୍ରଣ କର। ଶ୍ରୀକୃଷ୍ଣ କୁହନ୍ତି, ମଣିଷର ସବୁଠାରୁ ବଡ଼ ବନ୍ଧୁ ତାହାର ନିଜର ମନ ଏବଂ ସବୁଠାରୁ ବଡ଼ ଶତ୍ରୁ ମଧ୍ୟ ସେଇ ମନ। ଯଦି ତୁମେ ନିଜ ମନକୁ ଶାନ୍ତ ରଖିପାରିବ, ତେବେ ବାହାରର ଝଡ଼ ତୁମକୁ ଭାଙ୍ଗି ପାରିବ ନାହିଁ। ତେଣୁ ପ୍ରତିଦିନ କିଛି ସମୟ ପ୍ରାର୍ଥନା, ଧ୍ୟାନ କିମ୍ବା ଭଗବାନଙ୍କ ସ୍ମରଣରେ ବିତାଅ। ଦ୍ୱିତୀୟ ଉପଦେଶ, କର୍ମ କେବେ ବନ୍ଦ କର ନାହିଁ। ଦୁଃଖ ଆସିଲେ ଅନେକ ଚେଷ୍ଟା କରିବା ଛାଡ଼ି ଦିଅନ୍ତି, କିନ୍ତୁ ଶ୍ରୀକୃଷ୍ଣ କହିଛନ୍ତି, ଯିଏ କର୍ମ ଛାଡ଼ିଦିଏ ସେ ନିଜ ଭାଗ୍ୟର ଦ୍ୱାର ମଧ୍ୟ ବନ୍ଦ କରିଦିଏ। ତୁମେ କର୍ତ୍ତବ୍ୟ ହେଉଛି ସତ୍ୟ ଓ ପରିଶ୍ରମର ପଥରେ ଆଗକୁ ବଢ଼ିବା। ତୃତୀୟ ଉପଦେଶ, ସମୟ ଉପରେ ବିଶ୍ୱାସ ରଖ। ଆଜି ଯାହା ଅସମ୍ଭବ ଲାଗୁଛି, କାଲି ସେହି କାମ ସହଜ ହୋଇପାରେ। ସମୟ କେବେ ଏକରକମ ରହେ ନାହିଁ। ଯେପରି ଋତୁ ବଦଳେ, ସେପରି ଜୀବନର ପରିସ୍ଥିତି ମଧ୍ୟ ବଦଳିଯାଏ। ଚତୁର୍ଥ ଉପଦେଶ, କ୍ଷମା କରିବା ଶିଖ। ଯେଉଁମାନେ ତୁମକୁ କଷ୍ଟ ଦେଇଛନ୍ତି ସେମାନଙ୍କ ପ୍ରତି ଘୃଣା ଧରି ରଖନି। ଘୃଣା ସବୁଠାରୁ ପ୍ରଥମେ ନିଜ ମନକୁ ଜଳାଇଥାଏ। କ୍ଷମା କରିବା ଦୁର୍ବଳତା ନୁହେଁ, ଏହା ଆତ୍ମିକ ଶକ୍ତିର ପରିଚୟ। ପଞ୍ଚମ ପଦକ୍ଷେପ, ଈଶ୍ୱରଙ୍କ ଉପରେ ଅତୁଟ ବିଶ୍ୱାସ ରଖ। ଯେତେବେଳେ ସବୁ ଦ୍ୱାର ବନ୍ଦ ହୋଇଯାଏ, ସେତେବେଳେ ମଧ୍ୟ ଭଗବାନ ଗୋଟିଏ ନୂଆ ଦ୍ୱାର ଖୋଲି ଦିଅନ୍ତି। ଆମେ ସେହି ଦ୍ୱାର ସଙ୍ଗେ ସଙ୍ଗେ ଦେଖିପାରୁନାହୁଁ, କିନ୍ତୁ ସମୟ ଆସିଲେ ଆମେ ବୁଝିପାରୁ ଯେ ପ୍ରତ୍ୟେକ ଘଟଣା ପଛରେ ଗୋଟିଏ ବଡ଼ ଉଦ୍ଦେଶ୍ୟ ଥିଲା। ବନ୍ଧୁଗଣ, ମନେ ରଖନ୍ତୁ, ଦୁଃଖ କେବେ ତୁମର ଶେଷ ନୁହେଁ, ଏହା ତୁମର ନୂଆ ଅଧ୍ୟାୟର ଆରମ୍ଭ ହୋଇପାରେ। ଯଦି ଆଜି ତୁମେ ଭାଙ୍ଗି ପଡ଼ିନାହଁ, ତେବେ ଆସନ୍ତାକାଲି ତୁମେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେବ। ସେଥିପାଇଁ ପ୍ରତ୍ୟେକ ସକାଳେ ନିଜକୁ କୁହ, ମୁଁ ଭୟ କରିବି ନାହିଁ, ମୁଁ ହାର ମାନିବି ନାହିଁ। ଶ୍ରୀକୃଷ୍ଣ ମୋ ସହିତ ଅଛନ୍ତି, ମୋର ଦୁଃଖର ଅନ୍ତ ନିଶ୍ଚୟ ହେବ। ଏହି ବିଶ୍ୱାସ ହିଁ ତୁମକୁ ଅନ୍ଧକାରକୁ ଆଲୋକ ଆଡ଼କୁ ନେଇଯିବ। ଆସନ୍ତୁ ବନ୍ଧୁଗଣ, ଗୋଟିଏ ଛୋଟ ପ୍ରେରଣାଦାୟକ କାହାଣୀ ଶୁଣିବା। ଗୋଟିଏ ଗାଁରେ ଗୋଟିଏ ଯୁବକ ରହୁଥିଲା। ସେ ବହୁତ ପରିଶ୍ରମୀ ଥିଲା, ସଚ୍ଚୋଟ ଥିଲା, କିନ୍ତୁ ତାଙ୍କ ଜୀବନରେ ଏକ ପରେ ଏକ ସମସ୍ୟା ଆସୁଥିଲା। ବ୍ୟବସାୟୀର କ୍ଷତି, ପରିବାରର ଅଶାନ୍ତି, ଶରୀର ଅସୁସ୍ଥ, ମନ ସବୁବେଳେ ଚିନ୍ତାରେ ଭରି ରହୁଥିଲା। ଗୋଟିଏ ଦିନ ସେ ଭଗବାନଙ୍କ ମନ୍ଦିରକୁ ଯାଇ କହିଲେ, ହେ ପ୍ରଭୁ, ମୁଁ ଆଉ ପାରୁନାହିଁ, ମୋ ଜୀବନରେ ଏତେ ଦୁଃଖ କାହିଁକି? ସେ ରାତିରେ ସ୍ୱପ୍ନରେ ଶ୍ରୀକୃଷ୍ଣ ଦର୍ଶନ ପାଇଲେ। ଶ୍ରୀକୃଷ୍ଣ ହସି କହିଲେ, ପୁତ୍ର, ତୁମେ କେବଳ ନିଜ ଦୁଃଖକୁ ଦେଖିଛ, କିନ୍ତୁ ମୁଁ ତୁମର ଭବିଷ୍ୟତକୁ ଦେଖୁଛି। ଆଜିର କଷ୍ଟ ତୁମକୁ ଆସନ୍ତାକାଲିର ବଡ଼ ଦାୟିତ୍ୱ ପାଇଁ ପ୍ରସ୍ତୁତ କରୁଛି। ଯୁବକ ପଚାରିଲେ, ପ୍ରଭୁ, ଏ ଦୁଃଖ କେବେ ଶେଷ ହେବ? ଶ୍ରୀକୃଷ୍ଣ କହିଲେ, ଯେତେବେଳେ ତୁମେ ଦୁଃଖକୁ ଶତ୍ରୁ ନୁହେଁ ଶିକ୍ଷକ ବୋଲି ମାନିବ, ସେହି ଦିନଠାରୁ ତୁମର ଦୁଃଖ କମିବା ଆରମ୍ଭ ହେବ। ସକାଳେ ଉଠି ଯୁବକର ଚିନ୍ତାଧାରା ବଦଳିଗଲା। ସେ ଅଭିଯୋଗ କରିବା ଛାଡ଼ିଦେଲା, ପ୍ରତିଦିନ ପରିଶ୍ରମ କଲା, ଭଗବାନଙ୍କ ନାମ ସ୍ମରଣ କଲା ଏବଂ ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରିବା ଆରମ୍ଭ କରିଦେଲା। କିଛି ଦିନ ପରେ ତାର ଜୀବନ ବଦଳିଗଲା। ସେ ବୁଝିଲା ଯେ ସମସ୍ୟା ନୁହେଁ, ତାଙ୍କ ଦୃଷ୍ଟିକୋଣ ବଦଳିଗଲା। ସେହି ପରିବର୍ତ୍ତନ ତାଙ୍କ ଜୀବନକୁ ମଧ୍ୟ ବଦଳେଇ ଦେଲା। ବନ୍ଧୁଗଣ, ଏହା କାହାଣୀ ନୁହେଁ, ଏହି କାହାଣୀ ଆମକୁ ଶିଖାଏ, ଜୀବନରେ ସବୁବେଳେ ପରିସ୍ଥିତି ବଦଳିବ ନାହିଁ, କିନ୍ତୁ ଆମର ଚିନ୍ତାଧାରା ବଦଳିଗଲେ ଜୀବନ ବଦଳିଯାଏ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ସେହି 7ଟି ଜୀବନ ଉପଦେଶ, ଯାହାକୁ ଅନୁସରଣ କଲେ ଦୁଃଖ ମଧ୍ୟ ଜୀବନରେ ଶକ୍ତିରେ ପରିଣତ ହେବ। ପ୍ରଥମ ଉପଦେଶ, ନିଜ କର୍ତ୍ତବ୍ୟକୁ କେବେ ଛାଡ଼ନି। ଜୀବନରେ କେତେ ବି ବାଧା ଆସୁନା କାହିଁକି, ନିଜ କର୍ତ୍ତବ୍ୟ ବିମୁଖ ହୁଅନି। ଫଳର ଚିନ୍ତାର ନୁହେଁ, କର୍ମର ପରିବର୍ତ୍ତନର ଧ୍ୟାନ ଦିଅ। ଦ୍ୱିତୀୟ ଉପଦେଶ, ନିଜ ମନକୁ ଶୁଦ୍ଧ ରଖ। ଈର୍ଷା, ଘୃଣା, କ୍ରୋଧ ଓ ଲାଭ ମଣିଷର ଶକ୍ତିକୁ ଛିନ୍ଛତର କରିଦିଏ। ଯେତେ ମନ ପବିତ୍ର ହେବ, ସେତେ ଭଗବାନଙ୍କ କୃପା ଅନୁଭବ କରିପାରିବ। ତୃତୀୟ ଉପଦେଶ, ଧୈର୍ଯ୍ୟ ହେଉଛି ସବୁଠାରୁ ବଡ଼ ଶକ୍ତି। ଗୋଟିଏ ବୀଜ ବୁଣିବା ପରେ ସଙ୍ଗେ ସଙ୍ଗେ ଫଳ ମିଳେ ନାହିଁ, ସମୟ ଲାଗେ। ସେହିପରି ଜୀବନର ପରିଶ୍ରମର ଫଳ ମଧ୍ୟ ଠିକ୍ ସମୟରେ ମିଳେ, ତେଣୁ ଅଧୈର୍ଯ୍ୟ ହୁଅନି। ଚତୁର୍ଥ ଉପଦେଶ,
ନିଜ ଦୁଃଖକୁ ଅନ୍ୟର ସେବାରେ ପରିଣତ କର। ଯେତେବେଳେ ତୁମେ ଅନ୍ୟ କାହାର ଦୁଃଖ ଦୂର କରିବାକୁ ଚେଷ୍ଟା କର, ତୁମର ନିଜ ମନ ମଧ୍ୟ ହାଲୁକା ହୋଇଯାଏ। ସେବା ହେଉଛି ଭକ୍ତିର ସର୍ବୋତ୍ତମ ରୂପ। ପଞ୍ଚମ ଉପଦେଶ, ଯାହା ତୁମ ନିୟନ୍ତ୍ରଣରେ ନାହିଁ ତାକୁ ନେଇ ଚିନ୍ତା କରନି। କେତେକ କଥା ଆମ ହାତରେ ନଥାଏ, ସେଗୁଡ଼ିକ ନେଇ ଦିନରାତି ଚିନ୍ତା କରିବା କେବଳ ମନକୁ କ୍ଳାନ୍ତ କରେ। ନିଜ ଚେଷ୍ଟା କର, ବାକିଟା ଭଗବାନଙ୍କ ଉପରେ ଛାଡ଼ିଦିଅ। ଷଷ୍ଠ ଉପଦେଶ, ପ୍ରତ୍ୟେକ ଅସଫଳତା ଗୋଟିଏ ଶିକ୍ଷା। ଅସଫଳତା ମାନେ ଶେଷ ନୁହେଁ। ଏହା ଆମକୁ କହିଥାଏ କେଉଁଠି ସୁଧାର ଦରକାର। ଯିଏ ଅସଫଳତାକୁ ଶିଖେ, ସେହି ଲୋକ ସଫଳତାକୁ ଶିଖରକୁ ପହଞ୍ଚେ। ସପ୍ତମ ଉପଦେଶ, ସବୁବେଳେ ଭଗବାନଙ୍କୁ ସ୍ମରଣ କର। ସୁଖରେ ହେଉ କି ଦୁଃଖରେ ଭଗବାନ ସ୍ମରଣ କେବେ ବନ୍ଦ କର ନାହିଁ। ଯେ ମନ ସବୁବେଳେ ଈଶ୍ୱରଙ୍କ ସହ ଯୋଡ଼ି ରହେ, ସେହି ମନକୁ ପୃଥିବୀର କୌଣସି ଦୁଃଖ ସ୍ଥାୟୀ ଭାବରେ ଭାଙ୍ଗିପାରେ ନାହିଁ। ବନ୍ଧୁଗଣ, ମନେ ରଖନ୍ତୁ, ଦୁଃଖ ହେଉଛି ଜୀବନର ଶେଷ ଅଧ୍ୟାୟ ନୁହେଁ, ଏହା ଗୋଟିଏ କେବଳ ପୃଷ୍ଠା। ପୁସ୍ତକଟି ଏଯାବତ୍ ସମାପ୍ତ ହୋଇନାହିଁ। ଯଦି ଆପଣ ଆଜି ଧୈର୍ଯ୍ୟ ରଖି ଆଗକୁ ବଢ଼ିବେ, ତେବେ ଗୋଟିଏ ଦିନ ଏହି ଦୁଃଖ ହିଁ ଆପଣଙ୍କ ସଫଳତାର କାହାଣୀ ସବୁଠାରୁ ସୁନ୍ଦର ଅଂଶ ହେବ। ବନ୍ଧୁଗଣ, ଅନେକ ସମୟରେ ଆମେ ଭାବୁଥିଲେ ଯେ ଭଗବାନ ଆମର ପ୍ରାର୍ଥନା ଶୁଣୁନାହାନ୍ତି, କିନ୍ତୁ ଶ୍ରୀକୃଷ୍ଣ ଆମକୁ କୁହନ୍ତି ପ୍ରାର୍ଥନା କେବେ ବ୍ୟର୍ଥ ଯାଏ ନାହିଁ। ଉତ୍ତର ସବୁବେଳେ ମିଳେ, କିନ୍ତୁ ସେହି ଉତ୍ତର ଆମର ଇଚ୍ଛା ଅନୁସାରେ ନୁହେଁ, ଆମର କଲ୍ୟାଣ ଅନୁସାରେ ମିଳେ। କେବେ କେବେ ଭଗବାନ ଆମ ସଙ୍ଗେ ସଙ୍ଗେ ସୁଖ ଦିଅନ୍ତି ନାହିଁ, କାରଣ ସେ ଚାହାନ୍ତି ଯେ ଆମର ଧୈର୍ଯ୍ୟ, ବିଶ୍ୱାସ ଓ ସହନଶୀଳତା ଶିଖିବା। ଏହି ଗୁଣଗୁଡ଼ିକ ହିଁ ଜୀବନର ପ୍ରକୃତ ସମ୍ପଦ। ଦୁଃଖ ଶେଷ ହେବା ପୂର୍ବରୁ ମିଳୁଥିବା କିଛି ସଂକେତ। ପ୍ରଥମ ସଂକେତ, ତୁମର ମନ ଧୀରେ ଧୀରେ ଶାନ୍ତ ହେବାକୁ ଲାଗେ। ପରିସ୍ଥିତି ସମାନ ଥାଇ ମଧ୍ୟ ତୁମେ ପୂର୍ବପରି ଭାଙ୍ଗି ପଡ଼ ନାହିଁ। ଦ୍ୱିତୀୟ ସଂକେତ, ତୁମେ ଅଭିଯୋଗ କମ୍ କରିବାକୁ ଲାଗ ଏବଂ କୃତଜ୍ଞତା ବଢ଼ିଯାଏ। ଛୋଟ ଛୋଟ ଖୁସି ମଧ୍ୟ ବଡ଼ ଲାଗିବାକୁ ଲାଗେ। ଦ୍ୱିତୀୟ ସଂକେତ, ଠିକ୍ ଲୋକ, ଠିକ୍ ପରାମର୍ଶ ଏବଂ ଠିକ୍ ସୁଯୋଗ ତୁମ ଜୀବନରେ ଆସିବାକୁ ଲାଗେ। ଏଗୁଡ଼ିକ କେବଳ ସଂଯୋଗ ନୁହେଁ, ଅନେକ ଲୋକ ଏଗୁଡ଼ିକୁ ଈଶ୍ୱରଙ୍କ କୃପା ବୋଲି ଅନୁଭବ କରନ୍ତି। ଚତୁର୍ଥ ସଂକେତ, ତୁମେ ବୁଝିବାକୁ ଲାଗ ଯେ ପୂର୍ବରୁ କଷ୍ଟ ତୁମକୁ ଅଧିକ ପରିପକ୍ୱ କରିଛି। ଯେ କଥା ପୂର୍ବରୁ ତୁମକୁ ଭାଙ୍ଗି ଦେଉଥିଲା, ଏବେ ସେହି କଥା ତୁମକୁ ଏତେ ପ୍ରଭାବିତ କରୁନାହିଁ। ଶ୍ରୀକୃଷ୍ଣ କହିଛନ୍ତି ଯେ ବ୍ୟକ୍ତି ନିଜ ଦୁଃଖରେ ମଧ୍ୟ ସତ୍କର୍ମ କରିବା ବନ୍ଦ କରେ ନାହିଁ, ତାଙ୍କ ପାଇଁ ମୁଁ ନୂଆ ପଥ ସୃଷ୍ଟି କରେ। ବନ୍ଧୁଗଣ, ଏକ କଥା ସବୁବେଳେ ମନେ ରଖନ୍ତୁ, ଭଗବାନ କେବେ କାହାକୁ ଏକା ଛାଡ଼ି ଦିଅନ୍ତି ନାହିଁ। କେବେ ସେ ସିଧାସଳଖ ସାହାଯ୍ୟ କରନ୍ତି ତ କେବେ କାହାରି ମାଧ୍ୟମରେ, ଆଉ କେବେ ଆମର ଭିତରେ ସାହସ ଭରି ଦିଅନ୍ତି। ସେଥିପାଇଁ ଯଦି ଆଜି ତୁମ ଜୀବନରେ ଅନ୍ଧକାର ଅଛି, ନିରାଶ ହୁଅନି। ସବୁଠାରୁ ଘନ ଅନ୍ଧାରରେ ପରେ ହିଁ ସୂର୍ଯ୍ୟୋଦୟ ହୋଇଥାଏ। ଆଜିଠାରୁ ଗୋଟିଏ ସଂକଳ୍ପ କର, ମୁଁ ଭୟକୁ ନୁହେଁ ବିଶ୍ୱାସକୁ ବାଛିବି। ମୁଁ ନିରାଶାକୁ ନୁହେଁ ଆଶାକୁ ବାଛିବି। ମୁଁ ଘୃଣାକୁ ନୁହେଁ କ୍ଷମାକୁ ବାଛିବି। ମୁଁ ହାରକୁ ନୁହେଁ ପ୍ରୟାସକୁ ବାଛିବି। ବନ୍ଧୁଗଣ, ଜୀବନର ସବୁଠାରୁ ବଡ଼ ଯୁଦ୍ଧ ବାହାରେ ନୁହେଁ, ଆମ ନିଜ ଜୀବନ ଭିତରେ ହିଁ ହୋଇଥାଏ। ଭୟ, ନିରାଶା, କ୍ରୋଧ, ଈର୍ଷା ଏବଂ ଅହଙ୍କାର, ଏହି ସବୁ ମନର ଶତ୍ରୁ। ବ୍ୟକ୍ତି ଏହି ଶତ୍ରୁମାନଙ୍କୁ ଜିତିପାରେ, ସେ ବାହାରେ ବଡ଼ରୁ ବଡ଼ ସମସ୍ୟାକୁ ମଧ୍ୟ ଜିତିପାରେ। ଶ୍ରୀକୃଷ୍ଣ ଆମକୁ ଶିଖାନ୍ତି, ସତ୍ୟ ଶକ୍ତି ଧନ, ପଦବୀ କିମ୍ବା ପ୍ରସିଦ୍ଧରେ ନୁହେଁ। ସତ୍ୟ ଶକ୍ତି ହେଉଛି ଶାନ୍ତ ମନ, ଦୃଢ଼ ବିଶ୍ୱାସ ଓ ସତ୍କର୍ମ। ଯେତେବେଳେ ତୁମ ଜୀବନରେ ସବୁକିଛି ତୁମ ଇଚ୍ଛା ଅନୁସାରେ ହେଉନାହିଁ, ସେତେବେଳେ ମନେ ରଖ, ଭଗବାନ ହୁଏତ ତୁମ ପାଇଁ ତାଠାରୁ ଭଲ କିଛି ପ୍ରସ୍ତୁତ କରିଛନ୍ତି। ଆଜି ଯାହାକୁ ତୁମେ କ୍ଷତି ଭାବୁଛ, କିଛି ବର୍ଷ ପରେ ସେହି ଘଟଣା ପାଇଁ ହୁଏତ ଭଗବାନଙ୍କୁ ଧନ୍ୟବାଦ ଦେବ। ଅନେକ ଲୋକ ଦୁଃଖ ଆସିଲେ ଭଗବାନଙ୍କୁ ଦୋଷ ଦିଅନ୍ତି, କିନ୍ତୁ ଶ୍ରୀକୃଷ୍ଣ କୁହନ୍ତି, ଯିଏ କେବଳ ସୁଖରେ ମୋତେ ସ୍ମରଣ କରେ, ସେ ମୋତେ ପୁରା ବୁଝିପାରେ ନାହିଁ। ଯିଏ ଦୁଃଖରେ ମଧ୍ୟ ବିଶ୍ୱାସ କରେ ନାହିଁ, ମୁଁ ତାଙ୍କୁ ହୃଦୟରେ ବାସ କରେ। ଭକ୍ତିର ଅର୍ଥ କେବଳ ପୂଜା କରିବା ନୁହେଁ, ଭକ୍ତିର ଅର୍ଥ ହେଉଛି ସତ୍ୟ କହିବା, କାହାକୁ କଷ୍ଟ ନ ଦେବା, ନିଜ କର୍ତ୍ତବ୍ୟ ପାଳନ କରିବା ଏବଂ ନିଜ ହୃଦୟକୁ ପବିତ୍ର ରଖିବା। ବନ୍ଧୁଗଣ, ଯଦି ତୁମେ ପ୍ରତିଦିନ ସକାଳେ ଉଠି ଏହି 3ଟି ସଂକଳ୍ପ କରିବ, ତେବେ ତୁମ ଜୀବନ ଧୀରେ ଧୀରେ ବଦଳିବା ଆରମ୍ଭ କରିଦେବ। ପ୍ରଥମ ସଂକଳ୍ପ, ଆଜି ମୁଁ କାହାର ଅନିଷ୍ଟ କରିବି ନାହିଁ।
ଦ୍ୱିତୀୟ ସଂକଳ୍ପ, ଆଜି ଯେତେ କଷ୍ଟ ଆସୁନା କାହିଁକି ମୁଁ ହାର ମାନିବି ନାହିଁ। ତୃତୀୟ ସଂକଳ୍ପ, ଆଜି ମୁଁ ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିବି। ଏହି 3ଟି ସଂକଳ୍ପ ଧୀରେ ଧୀରେ ତୁମ ଜୀବନର ଚିନ୍ତାଧାରାକୁ ବଦଳାଇ ଦେବ। ଆଉ ଚିନ୍ତାଧାରା ବଦଳିଗଲେ ଜୀବନର ଦିଗ ମଧ୍ୟ ବଦଳିଯାଏ। ମନେ ରଖ ବନ୍ଧୁଗଣ, ଦୁଃଖର ସମୟରେ ନିଆଯାଉଥିବା ଠିକ୍ ନିଷ୍ପତ୍ତି ହିଁ ଭବିଷ୍ୟତର ସଫଳତାର ମୂଳଦୁଆର ହୁଏ। ଶ୍ରୀକୃଷ୍ଣଙ୍କ ବାର୍ତ୍ତା ସ୍ପଷ୍ଟ, ନିଜ କର୍ମକୁ ପବିତ୍ର ରଖ, ମନକୁ ଶାନ୍ତ ରଖ, ବିଶ୍ୱାସକୁ ଦୃଢ଼ ରଖ। ସମୟ ଆସିଲେ ତୁମର ପ୍ରତ୍ୟେକ ଦୁଃଖ ତୁମର ସବୁଠାରୁ ବଡ଼ ଶକ୍ତିର ପରିଣତ ହେବ। ବନ୍ଧୁଗଣ, ଯଦି ଆପଣ ଏହି ବାଣୀକୁ ଏଯାଏଁ ପର୍ଯ୍ୟନ୍ତ ଶୁଣିଛନ୍ତି, ତେବେ ମନେ ରଖନ୍ତୁ, ହୁଏତ ଏହା କେବଳ ଗୋଟିଏ ସଂଯୋଗ ନୁହେଁ, ଆପଣଙ୍କ ଜୀବନର ଆଶାର ଗୋଟିଏ ନୂଆ ପ୍ରଦୀପ ଜଳାଇବା ପାଇଁ ଏହି କଥା ଆପଣଙ୍କ କାନରେ ପହଞ୍ଚିଛି। ଜୀବନରେ ଏମିତି ସମୟ ଆସେ ଯେତେବେଳେ ସବୁକିଛି ଅନ୍ଧାର ଲାଗେ, ନିଜ ଲୋକ ଦୂରେଇ ଯାଆନ୍ତି, ପରିଶ୍ରମର ଫଳ ମିଳେ ନାହିଁ, ମନ ଭାଙ୍ଗିଯାଏ। ସେହି ସମୟରେ ଶ୍ରୀକୃଷ୍ଣ ଉପଦେଶ ଆମକୁ ସ୍ମରଣ କରାଏ, ଅନ୍ଧକାର କେବେ ସ୍ଥାୟୀ ନୁହେଁ, ଆଲୋକ ନିଶ୍ଚୟ ଆସିବ। ତେଣୁ ଆଜିଠାରୁ ନିଜ ଜୀବନରେ ପ୍ରତ୍ୟେକ ସଂଘର୍ଷକୁ ଅଭିଶାପ ନୁହେଁ, ଏକ ଶିକ୍ଷା ଭାବରେ ଗ୍ରହଣ କରନ୍ତୁ। ଯେ ପଥରେ ବାଧା ଥାଏ, ସେହି ପଥରେ ହିଁ ଦୃଢ଼ ମଣିଷ ତିଆରି ହୁଅନ୍ତି। ଆଜି ଆପଣଙ୍କ ପାଖରେ ଧନ ନଥାଇପାରେ, ସଫଳତା ନଥାଇପାରେ କିମ୍ବା ଲୋକଙ୍କ ସମର୍ଥନ ନଥାଇପାରେ, କିନ୍ତୁ ଯଦି ଆପଣଙ୍କ ପାଖରେ ସତ୍ୟ, ସତ୍କର୍ମ, ଧୈର୍ଯ୍ୟ ଓ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି, ତେବେ ଆପଣ ପ୍ରକୃତରେ ଧନୀ। ଶ୍ରୀକୃଷ୍ଣ ଆମକୁ ଶିଖାନ୍ତି, ଅନ୍ୟମାନଙ୍କ ଦୋଷ ଦେଖିବା ପୂର୍ବରୁ ନିଜକୁ ସୁଧାର। ଘୃଣା ପରିବର୍ତ୍ତେ ପ୍ରେମ ବାଛ, କ୍ରୋଧ ପରିବର୍ତ୍ତେ ଧୈର୍ଯ୍ୟ ବାଛ, ଭୟ ପରିବର୍ତ୍ତେ ବିଶ୍ୱାସ ବାଛ। ଏହି ଛୋଟ ଛୋଟ ପରିବର୍ତ୍ତନ ଗୋଟିଏ ବଡ଼ ବଡ଼ ସଫଳତାରେ ପରିଣତ ହୁଏ। ଆପଣ ଏହି ମୁହୂର୍ତ୍ତରେ ଯେଉଁ ଦୁଃଖ ମାଧ୍ୟମରେ ଅଛନ୍ତି, ତାହା ସାରା ଜୀବନ ରହିବ ନାହିଁ। ସମୟ ବଦଳେ, ପରିସ୍ଥିତି ମଧ୍ୟ ବଦଳେ, ମଣିଷ ବଦଳେ, କିନ୍ତୁ ଭଗବାନଙ୍କ କୃପା ଓ ସତ୍ୟର ମାର୍ଗ କେବେ ବଦଳାଏ ନାହିଁ। ତେଣୁ ଆଜି ଗୋଟିଏ ସଂକଳ୍ପ କରନ୍ତୁ, ମୁଁ ନିରାଶାକୁ ନୁହେଁ ଆଶାକୁ ବାଛିବି, ମୁଁ ଭୟକୁ ନୁହେଁ ସାହସକୁ ବାଛିବି, ମୁଁ ହାରକୁ ନୁହେଁ ପ୍ରୟାସକୁ ବାଛିବି। ମୁଁ ପ୍ରତିଦିନ ସତ୍କର୍ମ କରିବି ଏବଂ ଶ୍ରୀକୃଷ୍ଣଙ୍କ ଉପରେ ଅତୁଟ ବିଶ୍ୱାସ ରଖିବି। ଏହି ବିଶ୍ୱାସ ହିଁ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଶକ୍ତି ହେବ। ଶେଷରେ ଗୋଟିଏ କଥା ମନେ ରଖନ୍ତୁ ବନ୍ଧୁଗଣ, ଦୁଃଖ ଆପଣଙ୍କର ପରିଚୟ ନୁହେଁ, ଏହା କେବଳ ଆପଣଙ୍କ ଜୀବନରେ ଗୋଟିଏ ଅଧ୍ୟାୟ। ଆପଣଙ୍କ ପ୍ରକୃତ ପରିଚୟ ହେଉଛି ଆପଣଙ୍କ ସାହସ, ଆପଣଙ୍କ ଚରିତ୍ର ଏବଂ ଆପଣଙ୍କ ବିଶ୍ୱାସ। ଏହି ବାଣୀ ଆପଣଙ୍କ ହୃଦୟକୁ ଶାନ୍ତି ଦେଉ, ଆପଣଙ୍କ ମନକୁ ସାହସ ଦେଉ ଏବଂ ଆପଣଙ୍କ ଜୀବନକୁ ସତ୍ପଥରେ ଆଗେଇ ନେଉ। ଏହି ମୋର ପ୍ରାର୍ଥନା। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ।